ହାପି ପଣା ସଂକ୍ରାନ୍ତି ସାଙ୍ଗମାନେ। ସକାଳୁ ଗାଧେଇ ପାଧେଇ ରେଡ଼ି ହେଇଗଲି ଠାକୁର ପୂଜା କରିବା ପାଇଁ। ଠାକୁର ପୂଜା କରିସାରିଲା ପରେ ଚଉଁରାରେ କଳସ ବାନ୍ଧି ଚଉଁରା ପୂଜା ସରିଲା ପରେ ସାର୍ ବାହାରିଲେ ଆମେ ମନ୍ଦିର ଯିବା ପାଇଁ। ମନ୍ଦିର ଯାଇ ଦେଖିଲା ବେଳକୁ ବହୁତ ଭିଡ଼ ହେଇଛି। ଛୁଆମାନେ ବସି ବସି ବିରକ୍ତ ହେଇଗଲେ। ତାପରେ ସିଏ ଚାଲ ମନ୍ଦିର ଚାରିପଟେ ବୁଲିବା ପାଇଁ। ମନ୍ଦିର ଚାରିପଟେ ବୁଲି ଆସିଲା ପରେ ଠାକୁର ଦର୍ଶନ ହେଲା। ଠାକୁର ଦର୍ଶନ କରିସାରି ଆମେ ବାହାରିଲୁ ଘରକୁ ଆସି ଦେଖୁଛୁ କ'ଣ ବନେଇଛି। ଭାତ, କଦଳୀ ଆଳୁ ଭଜା, ଶାଗ ଭଜା, ଆମ୍ବ ଖଟା, ଡାଲମା ଜୋରିଆ ଭୋକ ଲାଗିଲା। ଡାଲମା ଗୋଳେଇ ଖାଇଦେଲି 2-4ଟା ଡାଲମା। ଭାତକୁ ପେଟେ ଧଳା ଭାତ ଖାଇଦେଲି। ଖାଇକି ଶୋଇପଡ଼ିଲି। ସନ୍ଧ୍ୟାବେଳେ ଉଠିଲା ବେଳକୁ ବନେଇଲି ବେଲପଣା। ବେଲ, ବରଫ, ନଡ଼ିଆ କୋରା, କଦଳୀ ପକାଇ ବହଳିଆ ବେଲପଣା କରିଦେଲି। ନେଇକି ଆଙ୍କୁ ଦେଲି। ଏ କହିଲେ ହଁ ଭଲ ହେଇଛି। ତାପରେ ନେଇକି ଗଲି ମାଆଙ୍କୁ ଦେବା ପାଇଁ। ମାଆ କହିଲେ ମୁଁ ଏଇନା ପିଇମିନି, ରାତିରେ ଶୋଇଲା ବେଳେ ପିଇମି। ଖୁସିକି ଦେଇଦେଲି। ତାପରେ ବେଲ ସବୁ ପଣା ଧରିକି ଚାଲି ଆଇଲି ଛୁଆମାନଙ୍କ ପାଖକୁ। ଛୁଆମାନେ ସବୁ ଖାଇକି କ'ଣ କରୁଛନ୍ତି ଶୁଣନ୍ତୁ। ତାପରେ ଲାଷ୍ଟରେ ମୁଁ ପିଇଦେଲି ଟିକେ। ଆଉ ରହୁଛି।